নমো ভগবতে বাসুদেবায়। নমো ভগবতে বাসুদেবায়। নমো ভগবতে বাসুদেবায়। यथा मंगलाचरण भागीशा यस्य वदने लक्ष्येषु च वक्ष्यसि यस्ते हृदय वसति तमनुष्णियं भजे विश्वसर्वदिवालक्षणं श्रीकृष्णाख्य परोद्याम जगोध्याम नमामि तत् माधव माधवश्च सर्वसिद्धिविनायते वन्दे परस्परत्यं परस्परं प्रियलोकं मूकं करोति वाचालं पङ्गुलङ्घयते गिरि जत्कृपाधमः वन्दे परमानंद हो माधव जो ब्राह्मण रुद्रणं तु स्तुतन्ति दैवस्तव देवसंग पद पश्यन्ति जो समज्ञ ध्यान अवसते गदगदे मनसा पश्यन्ति जो योगिना यस्सन्ते न बुद्धिसुरासुरगण देवाय स्तुते नमः नारायणं नमस्कृत्यं नरो चैव नरोत्तमं देवी सरस्वती व्यासं ततो जयमुदीरयेत् निर्गलं गल्पितं फलविमुखाविद्रव्ययुक्तं विपतं भागवतं रसमालयितं प्रभु। द्वितीय अध्याय नवम स्कंद द्वितीय अध्याय शुक उवाच बोल नवार हरि बोल शुण हे अभिमन्युसुत कहिबा वंशानुचरित आसुमुग्न श्रद्धा देवला तप करणे बने गला तपे छाड़िला निज तनु ता शुणी दैव सुर मनु अपूर्त भये से उच्चटा अप्रुत भये से उच्चाटे मल मिलिला जमुनार तटे सते बरस देव मते समाधि करी दृढ़ चित्ते अन्तति अर्थे हे सूर्य बला आसंतन्ति अर्थे हे सूर्य बला विष्णु चरणे हे पूजा कला अनेक मते हे स्तुति करी तोषिला प्रभु नर हरि प्रसन्न होई महाबाहु बोलिले दश पुत्र हेउ इक्ष्वात आदि 10 पुत्रे होइले कही अछि तते से 10 पुत्र मध्य एक पुरुषधि नामे हे सब पुरुषधि नामे हे सुविदित से 10 पुत्र मध्य एक पुरुषधि नामे हे सुविवेक वशिष्ठ वाक्य हे गुरु पाले रात्रे बिरासे हे निश्चल रे हेमंते कह दिन रात्रे मेघे अनंद वृक्ष पादे जंतुଙ୍କୁ घोर निद्रा काले सादृल मिली गोकुले आघ्राण तार बास पाई भये उठिला सर्व होई भ्रमंती इतहस्तर होई
ବ୍ରାଘ୍ର ଧାଇଁଲା ଏକ ଗାଈ, ବେଗେ ଚାପିଲା ନଖ ଗାଡ଼େ, ବେଗେ ଚାପିଲା ନଖ ଦାଢ଼େ, ପୁଣି ଆକର୍ଷି ଅତି ଗାଢ଼େ। ସେ ଗୋରୁ ଭୟେ ହେବାର ଗଲା, ତା ଶୁଣି ଉଠି ମନୁବଳା। ତୀକ୍ଷ୍ଣ ଖଡ଼ଗ ହସ୍ତେ ଘେନି, ନିବିଡ଼ ଅନ୍ଧକାର ରଜନୀ। ଆଉ କପିଳା ଗୋଷ୍ଠୀ ଥିଲା ସୋହେ, ଆନନ୍ଦେ କେହି ନ ଜାଣଇ। ସାଧୁଳ ବୋଲି ତାର ଶିର, ଛେଦିଲା ମନୁର କୁମର। ଖଡ଼ଗ ଶିଖା ବ୍ରାଘ୍ର ମୁଣ୍ଡେ, ପଡ଼ି ଛିଡ଼ିଲା କର୍ଣ୍ଣ ଖଣ୍ଡେ। ବ୍ରାଘ୍ରର ଶିରେ ହୋଇ କ୍ଷୀର୍ଣ୍ଣ, ବାଘର ଶିରେ ହୋଇ କ୍ଷୀର୍ଣ୍ଣ। ପଥେ ବରଷିଲା ରକତ, ପୃଷଧ ଜାଣେ ବ୍ରାଘ୍ର ମଲା। ହେମନ୍ତେ ରଜନୀ ପାହିଲା, ପ୍ରଭୁ ମରଣ କଥା ଶୁଣି। ବଶିଷ୍ଠ ତାହା ମନେ ଗୁଣି, ମିଳିଲେ ପ୍ରଭୁ ହୃଷ୍ଟ ସମୀପେ। ତାହାକୁ ଶାପ ଦେଲେ କୋପେ, ତୁ କେ ବୁଲାଉ କ୍ଷେତ୍ର ଦେହେ। ଏବେ ତୁ କର୍ମ ଶୂଦ୍ର ହୁଏ, ହେମନ୍ତେ ଗୁରୁ ପାଶେ ପାଇ। କପାଳେ କରାଞ୍ଜଳି ଦେଇ, ଗୁରୁଙ୍କ ଶାପ ପରିହାରେ। ଊର୍ଧ୍ୱବଦନେ ତପ କରେ, ବିଷ୍ଣୁର ଚରଣ କମଳେ। ସମାଧି କରି ଯୋଗ ବଳେ, ଅମାକୁ ଭାବି ଏକେ। ସକଳ ଭୂତେ ରହି ଦେଖେ, ନିଗ୍ରହ କରି ଇନ୍ଦ୍ର ଗଣେ। ନିଃଶଙ୍କ ନିବାସ ଅରଣ୍ୟେ, ଯେବା ମିଳଇ ଯେତେବେଳେ। ସେ ଭକ୍ଷ କରେ ସନ୍ଧ୍ୟା କାଳେ, ଶରୀର ଆମିର ସଂଯତେ। ଜଡ଼ ବଧିର ଅନ୍ଧମତେ, ଭୂମି କରଇ ପର୍ଯ୍ୟଟନ। ହେମନ୍ତେ ଗଲା କେତେ ଦିନ, ଯହୁଁ ହୋଇଲା ଗ୍ରୀଷ୍ମ କାଳ। ବିପନେ ଉଠିଲା ଅନଳ, ସେ ଅଗ୍ନି ମଧ୍ୟେ ଦେହ ଦେଲା। ତକ୍ଷଣେ ଗୋବିନ୍ଦ ପଶିଲା, ତା ଦେଖି ତାର ସାନ ଭାଇ। ବିଷୟାର ସେ ନରସଇ, ରାଜ୍ୟ ସୁବର୍ଜି ବନ୍ଧୁ ମେଳେ। ପଶିଲା ଅରଣ୍ୟ ଗହଳେ, ନିରତେ ନାରାୟଣ ପାଦେ। ଭକତି କଲା ଅପ୍ରମାଦେ, ଅନ୍ତେ ପଶିଲା ହରି ଦେହେ। କିଶୋର ବୟଃ ସେ ବିମୋହେ, କରୁଣ ତହୁଁ ଯେତେ ସୁତ। ରାଜା ହୋଇଲେ ବଳବନ୍ତ, ସ୍ୱଭାବେ ବ୍ରାହ୍ମଣ ଧାର୍ମିକ। ନିରତେ ବିଷ୍ଣୁର ସେବକ, ଉତ୍ତରା ପଥେ ହୋଇ ରାଜା। ଧର୍ମେ ପାଳିଲେ ଜନ ପ୍ରଜା, ଦୁଷ୍ଟରୁ ଧାଷ୍ଟୁ କ୍ଷତ୍ର ହୋଏ। ସେ ନ ପଡ଼ିଲେ ମାୟା ମୋହେ, ନିରତେ ଜ୍ଞାନ ଭାବ ଜାଣି। ବୁଝିଲେ ପ୍ରଭୁ ଚକ୍ରପାଣି, ହରି ଭକତି ଭାବ ବୋଳେ। ବସିଲେ ସମାଧି ନିଶ୍ଚଳେ, ନୃଗର ପୁତ୍ର ଯେ ସୁମତି ପୁତ୍ର ଭୂତ ଯତି। ବସୁ ଯେ ତାହାର ସନ୍ତତି, ସ୍ୱଧର୍ମେ ପାଳ ହୋଇ ସେ କ୍ଷତି। ପ୍ରତ୍ୟେକ ବସୁ ତହୁଁ ଜାତ, ଓଘବାନ ନାହା ମେତା ସୁତ। ତାହାର କନ୍ୟା ଓଘବତୀ, ସୁଦର୍ଶନ ତାର ପତି। ନରୀଶ୍ୱର ଯେ ନନ୍ଦନ, ନାମ ତାହାର ଚିତ୍ରସେନ।
ଚିତ୍ରସେନର ପୁତ୍ର ଋଷି ତହୁଁ ମୂଢ଼ ବାହନ ପ୍ରଖ୍ୟାତି ଶୀତର ପୁତ୍ର ନାମ ପୂର୍ଣ୍ଣ ଇନ୍ଦ୍ରସେନ ଯେ ତା ନନ୍ଦନ ତାହାଙ୍କ ସୁତ ବୃତ୍ତି ହୃତା ତା ତହୁଁ ସତ୍ୟ ଶ୍ରବା ଜାତ ଉର୍ବଶୀ ତାହାଙ୍କର ସୁତ ତାତନୁ ଜାତ ଦେବଦତ୍ତ ଅଗ୍ନିବଶ୍ୟ ତାହାଙ୍କ ସନ୍ତତି ତାତହୁଁ ଅଗ୍ନି ଉପବତୀ ଅଗ୍ନିବଂଶଙ୍ଖ୍ୟ ଦୁଇ ନାମ ଯେଜାତୁ କର୍ଣ୍ଣ ଯେ କାନନ ଏ ଦୁଇ କାମେ ମହାରୁଷି ଜଗତ ମନେ ସେବା ଘୋଷି ତାତହୁଁ ଅଗ୍ନି ବେଶ୍ୟାୟନ ବ୍ରାହ୍ମଣ ବଂଶ ଉତ୍ତପର୍ଣ୍ଣ ନରିଷ୍ୟନ୍ତର ବଂଶମାନ ସମସ୍ତ ଗୁଣୀ ହିଲେ ରାଜନ ବଷ୍ଟ ବଂଶର କଥା ମାନ ଏବେ ତୁ ଶୁଣ ହେ ରାଜନ ନାଭାଗ ନାମେ ଦୁଷ୍ଟ ସୁତ କର୍ମେ ସେ ବୈଜ୍ୟ ଜ୍ୟୋତି ପ୍ରାପ୍ତ ତାହାର ସୁତ ଭଲ ନନ୍ଦ ସର୍ବଶୀତ ତାହାର ନନ୍ଦନ ପ୍ରସୁ ତାହାର ସୁତ ହୋଏ ଯାରୂପ କନ୍ଦ ହର୍ପରୁ ମୋହେ ପ୍ରତିମା ନାମେ ତାର ସୁତ ଖନିତ୍ର ତାର ବଂଶ ଜାତ ଚାଷୁଷ ନାମେ ତାର ପୁତ୍ର ବଂଶ ସନ୍ତୀ ତାହାର ସୁତ ତହିଁରୁ ରମ ହେଲା ଜାତ ଶୁଣ ରାଜନ ପରୀକ୍ଷିତ ରମ୍ଭରୁ ପୁଷ୍ପ ଖନିନତ୍ରେ ପରମ ଧାର୍ମିକ ଯେ ଖ୍ୟାତେ ତାହାର ସୁତ କରନ୍ଧମ ତାତହୁଁ ବଖି ଶୀତ ଜନ୍ମ ମରୁତ ତାହାର ସନ୍ତତି ସେ ଭୂତି ମଧ୍ୟ ଚକ୍ରବର୍ତ୍ତୀ ସମୃତ ଅଙ୍ଗ ରାଜବଳା ଯାହାର ଯୋଗ କରାଗଲା ସେ ଯଜ୍ଞେ ସର୍ବ ଦେବବାସୀ ନିତ୍ୟ ଯଜ୍ଞକୁ ପରଶଂସୀ ବୋଲନ୍ତି ଯଜ୍ଞ ପାତ୍ର ଚାହିଁ ହେମନ୍ତେ ଦେଖାଇଲା ତନହିଁ ହିରଣ୍ୟମୟ ବସ୍ତୁ ଦେଖି ରସ ଭୋଜନେ ହେଲା ସୁଖୀ ଇନ୍ଦ୍ର ତାମିଲେ ସୋମ ଖାଇ ବିପ୍ରେତା ମିଲେ ଦାନ ପାଇ ଯାର ସ୍ୱଭାବ ବିଶ୍ୱଦେବ ବାୟୁ ସମନ୍ତେ କଲା ସେବ ମରୁତ ସୁତ ଦମ ନାମ ଜଗତ ରୂପ ଦେଖି ସମ ରାଜବର୍ଦ୍ଧନ ତାନନ୍ଦନ ତାର ଶ୍ରୀବୃଦ୍ଧି ଅନୁପମ ସୁଧର୍ତି କୁମର ସୁମତି ନର କାମରେ ସେହୁ ଖ୍ୟାତି କେବଳ ତାହାର ନନ୍ଦନ ତାର କୁମର ବନ୍ଧୁମାନ ତାର କୁମର ଦେବବାନ ବନ୍ଧୁ ଯେ ତାହାର ନନ୍ଦନ ତାର ତନୁଜ ଗୁଣ ବୁନ୍ଦି ତା ରୂପେ ପଟାନ୍ତର ଇନ୍ଦୁ ତାହାର ପତ୍ନୀ ଅଳମ୍ଭୂଷା ଅପ୍ସରା ଗଣେ ସେ ପ୍ରଶଂସା ତା ଗର୍ଭେ ଉଡ଼ ବୀଜ ଜାତ ତା ଗର୍ଭେ ଉଡ଼ ବିଡ଼ା ଜାତ ବିଶ୍ରାମ ମୁନି ଯାର ଦାନ୍ତ ଯାର କାନ୍ତ ବିଶ୍ରାମ ବଡ଼ ବିଡ଼ା ଗର୍ଭେ କୁବେର ପୂଜିଲେ ଭାବେ ସେ ମୁନି ଯୋଗେଶ୍ୱର ବଳା ଆନନ୍ଦେ ପୁତ୍ର ଶିକ୍ଷା ଦେଲା
ତୃଣବିନ୍ଦୁର ପୁତ୍ରଗଣ ଏବେ ତାହାର ନାମ ଶୁଣ। ବିଳାସ ଶୂନ୍ୟ ବନ୍ଧଆନ ଧୂମକେତୁ ଆଦି କୁମର। ବିଳାସପୁରୀ ଯେ ନିମିତାର ବିଳାସପୁରୀ ଯେ ନିମିତାର ତହିଁ ଆଉ ହିମନ୍ଦ୍ର ହୋଏ। ବିଳାସପୁରୀ ଯେ ନିମିତାଇ ତାତହୁ ଇନ୍ଦ୍ର ଚନ୍ଦ୍ର ହୋଇ। ଧ୍ରୁମାକ୍ଷ ନାମେ ତାର ସୁତ ଏବେ ହୋ ଶୁଣ ନରନାଥ। ସଂଯମତା ରଜତନୁଜ କୃତକୃଶାଜ୍ୟ ଯେ ଦେବଜ। କୃଶାଜ୍ୟ ପୁତ୍ର ସୋମଦତ୍ତ ତାର ମହିମା ଅଦ୍ଭୁତ। ଅନେକ ଅଶ୍ୱମେଧ କଲା ପରମ ବ୍ରହ୍ମ ସେ ପାଶିଲା। ସୁମତି ସୋମ ଦତ୍ତ ବଳା ପୁରେ ବିରାଜେ କାମ କଳା। ତାର କୁମର ମହାଶୟ ନାମ ଯାହାର ଜନ୍ମେଜୟ। ବୈଶାଳୀପୁରେ ହେତେ ରାଜା ସୁଖେ ପାଳିଲେ ଜନପ୍ରଜା। ଯଶ ତାହାଙ୍କ ନିଜ ଧନ ସକଳେ ଗୁଣେ ବିଦ୍ୟମାନ। ଆଉ ଏମନ୍ତେ କହିଲି ମୁଁ ତତେ ଶୁଣ ପରୀକ୍ଷ ଏକଚିତ୍ତେ। ବଂଶାନୁଚରିତ ଏ ବିଧି ଯାର ସ୍ମରଣେ ସର୍ବସିଦ୍ଧି। ଏହା ଯେ ଶୁଣନ୍ତି ଅପୃତ ସୁପୁତ୍ର ଲଭନ୍ତି। କମାଳ ରହେ ତା ଭୁବନେ ଯଶ ବଢ଼ଇ ଦିନେ ଦିନେ। ଶୁଣ ସୁଜନେ ଏହା ନୃତ୍ୟ ସଂସାରୁ ତରିବ ଯେ ମନ୍ତ। ବୋଲହି ଦାସ ଜଗନ୍ନାଥ ନବମ ସ୍କନ୍ଧେ ଭାଗବତ। ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟା ସଂହିତାୟା ନବମ ସ୍କନ୍ଧେ ଦ୍ୱିତୀୟ ଅଧ୍ୟାୟ। ତୃତୀୟ ଅଧ୍ୟାୟ ନବମ ସ୍କନ୍ଧ ତୃତୀୟ ଅଧ୍ୟାୟ। ଶୁକ ଉବାଚ ବୋଲ ପ୍ରେମାନନ୍ଦବାର ହରି ବୋଲ। ଏବେ ହୋ ଶୁଣ ସାବଧାନେ ମନୁର ବଂଶାନୁବିଧାନେ। ସଜ୍ଜତି ନାମେ ମନୁସୂତ ଶୁଣ ହୋ ତାହାର ଚରିତ। ସ୍ୱଭାବେ ବ୍ରହ୍ମ ହସ୍ତି ହୋଇଲା ଅଙ୍ଗିରା ଯଜ୍ଞେ ଦୀକ୍ଷା ଦେଲା। ସୁକନ୍ୟା ନାମେ ତାର କନ୍ୟା ହୋଇଲା ରୂପ ଅନୁପମା। ସେ କନ୍ୟା ପିତାହାର ସଙ୍ଗତେ ଆନନ୍ଦେ ପଶିଲା ବନସ୍ତେ। କୁମାରୀ 5-7 ସଙ୍ଗେ ବନେ ଭ୍ରମନ୍ତି ଅତି ରଙ୍ଗେ। ସେ ବନେ ଭୃଗୁର ନନ୍ଦନ ତପସ୍ୱୀ ନାମ ତା ବ୍ୟଚନ। ଓଁ ଭୂର୍ଭୁବସ୍ୱଃ ତସ୍ୟ ବିତୁର୍ବରେଣ୍ୟଂ ଭର୍ଗୋ ଦେବସ୍ୟ ଧୀମହି ଧିୟୋ ୟୋ ନଃ ପ୍ରଚୋଦୟାତ୍। ଶାନ୍ତି ଶାନ୍ତି ପୃଥିବୀ ଶାନ୍ତି ସବୁ ଶାନ୍ତି।